ଚାଲୁଣି କହୁଛି ଛୁଞ୍ଚିକି, ଦେଖ ତୋ ପାଖରେ ଗୋଟିଏ କଣା ଅଛି। କିନ୍ତୁ ଚାଲୁଣି ଜାଣିବା ଦରକାର ଯେ ତା ପାଖରେ କେତେ କଣା। ହଁ ଦର୍ଶକ ବନ୍ଧୁ, ପଣସ ଖାଇକି ଅଠା ଅନ୍ୟ ମୁଣ୍ଡରେ ବୋଳିବା ନୀତିଟା ୟାଙ୍କଠାରୁ ଶିଖିବା ଉଚିତ। ଶୁଣନ୍ତୁ ମ୍ୟାଡ଼ାମ କ'ଣ କହୁଛନ୍ତି। ବିଜେପି ଦଳ ସରକାରକୁ ଆସିବା ପୂର୍ବରୁ କହିଥିଲେ ଓଡ଼ିଶାକୁ ନିଶାମୁକ୍ତ ଓଡ଼ିଶା କରିବେ। ସରକାର କ'ଣ କଲା? ନିଶାମୁକ୍ତ ଓଡ଼ିଶା କୁଆଡ଼େ ଗଲା? ବିଜେପି ସରକାର କ'ଣ କଲା? ନିଶାମୁକ୍ତ ଓଡ଼ିଶା କୁଆଡ଼େ ଗଲା? ମ୍ୟାଡ଼ାମ ଯେହେତୁ ବିରୋଧୀ ଦଳରେ ଅଛନ୍ତି, ତେଣୁ ସମାଜର ମଙ୍ଗଳ ପାଇଁ ବିରୋଧ କରିବା ଉଚିତ। କିନ୍ତୁ ଦୀର୍ଘ 25 ବର୍ଷ ଅଢ଼େଇ ଦଶନ୍ଧି ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଥିଲା। କ'ଣ ପାଇଁ ମଦ ବନ୍ଦ କରିପାରିଲେ ନାହିଁ ଆପଣମାନେ? ଆପଣମାନଙ୍କ ପାଖରେ ହିସାବ ଅଛି କି? ବିଜେଡ଼ି ସରକାର ସମୟରେ 25 ବର୍ଷରେ ମଦ ପିଇବା ଦ୍ୱାରା କେତେ ଜୀବନ ଯାଇଛି, କେତେ ଜଣ ମାଆମାନଙ୍କ ମଥାରୁ ସିନ୍ଦୁର ଲିଭି ଯାଇଛି। ଆପଣମାନଙ୍କ ପାଖରେ ହିସାବ ଅଛି କି? ମଦ ପିଇବା ଦ୍ୱାରା କେତେ ବାପା ମାଆମାନଙ୍କର ଜୀବନ ଯାଇଛି ଏବଂ କେତେ ପିଲା ଅନାଥ ହୋଇଯାଇଛନ୍ତି। ଆପଣମାନଙ୍କୁ ଲଜ୍ଜା ଲାଗିବା କଥା। 25 ବର୍ଷ ଶାସନ କରି ଯଦି ଆପଣମାନେ ମଦ ବନ୍ଦ କରିପାରିଲେ ନାହିଁ, ତେବେ 2 ମାସର ସରକାର କିପରି ମଦ ବନ୍ଦ କରିପାରିବ? ତେଣୁ ବିଜେପିକୁ 50 ବର୍ଷ ଶାସନ କରିବାକୁ ଦିଅନ୍ତୁ ନା, କାଳେ ମଦ ବନ୍ଦ ହୋଇଯାଇପାରେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ।